ଏହି ସପ୍ତାହରେ ମାଲାମାଲ ହେବେ 5ଟି ରାଶିର ଲୋକେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସେପ୍ଟେମ୍ବର ରବିବାର ଦିନ ଠାରୁ ପୁରା ସପ୍ତାହ କନ୍ୟା, ମକର, କୁମ୍ଭ ସମେତ 5ଟି ରାଶିକୁ ଶୁଭଫଳ ମିଳିବ। କେଉଁ କ୍ଷେତ୍ରରେ କିଏ ଶୁଭଫଳ ପାଇବେ ଆସନ୍ତୁ ଜାଣିବା। କାହିଁକି ନା ଏହି ସପ୍ତାହ ହେଉଛି ବହୁ ବର୍ଷ ପରେ ବୁଧାଦିତ୍ୟ ଯୋଗ ଆସିଛି। ଆଉ ଏହି ବୁଧାଦିତ୍ୟ ଯୋଗରେ ଏହି 5ଟି ରାଶିର ଲୋକମାନେ ହୋଇଥାନ୍ତି ମାଲାମାଲ। ପ୍ରଥମେ ଆସନ୍ତୁ ଜାଣିବା ବୃଷ ରାଶି ବିଷୟରେ। ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଦିନଟିରେ ଆପଣ ମଜାଳିଆ ଅନୁଭବ କରିବେ। କିଛି ସମ୍ପର୍କୀୟକୁ ଦେଖା କରିବା ସୁଯୋଗ ମଧ୍ୟ ପାଇବେ ଏବଂ କଠିନ ପରିଶ୍ରମର ଫଳ ମଧ୍ୟ ପାଇବେ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଏବଂ ବିବାହିତ ଲୋକମାନଙ୍କ ଜୀବନସାଥୀ ସହିତ ଭଲ ସମୟ ବିତାଇବେ। ସନ୍ଧ୍ୟା ସମୟରେ ବନ୍ଧୁଙ୍କ ସହ ମଧ୍ୟ ସମୟ ବିତାଇ ପାରନ୍ତି। ଆଜ୍ଞା ହଁ, ଏହାପରେ ଜାଣିବା କନ୍ୟା ରାଶିର କଥା। ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଆସିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଭଲ ରୋଜଗାର କରିବା ସହିତ ଟଙ୍କା ସଞ୍ଚୟ କରିବାରେ ସକ୍ଷମ ରହିବେ। ଜୀବନସାଥୀଙ୍କ ସହିତ ଚାଲିଥିବା ବିବାଦ ଆଲୋଚନା ମଧ୍ୟରେ ଶେଷ ହେବ ଏବଂ ନୂଆ ସମ୍ପତ୍ତି ଏବଂ ଯାନ କିଣିବାରେ ଆନନ୍ଦ ପାଇବେ। ସନ୍ଧ୍ୟାରେ ପରିବାର ସଦସ୍ୟଙ୍କ ସହିତ କିଛି ସମୟ ମଧ୍ୟ ବିତାଇବେ। ଏହାପରେ ଜାଣିବା ବିଛା ରାଶି ଉପରେ। ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି। ପୂର୍ବରୁ ପଡ଼ି ରହିଥିବା କାର୍ଯ୍ୟ ଶେଷ କରିବେ। ଘରେ କଳହପୂର୍ଣ୍ଣ ପରିବେଶ ରହିବ। ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ପାରିବାରିକ ସୁଖ ମିଳିବା ସହିତ ବହୁଆଡ଼ୁ ବହୁ ଚର୍ଚ୍ଚା ମଧ୍ୟ ସାଉଁଟିବେ। ଏହାପରେ ଜାଣିବା ମକର ରାଶି କଥା। ଆପଣଙ୍କ ପାଇଁ ଏହା ଏକ ଖୁସିର ସପ୍ତାହ ରହିବ। ସମାଜର ପ୍ରତିଷ୍ଠା ବୃଦ୍ଧି ପାଇବ। ଆବଶ୍ୟକତା ଅନୁଯାୟୀ ଆପଣଙ୍କୁ ସବୁ କିଛି ମିଳିବ। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ଥିଲେ ସମସ୍ୟା ଶେଷ ହେବ। ଆପଣଙ୍କ ଆର୍ଥିକ ସଙ୍କଟରୁ ମଧ୍ୟ ମୁକୁଳିବେ। ବ୍ୟବସାୟରେ ଟଙ୍କା ରୋଜଗାର କରିବେ। ଅନେକ ସୁଯୋଗ ମଧ୍ୟ ପାଇବେ। ବିଦେଶ ଯିବାର ଇଚ୍ଛା ପୂରଣ ହୋଇପାରେ ଏବଂ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମଧ୍ୟ ପାଇବେ। ଏବଂ ଜୀବନସାଥୀଙ୍କ ସହିତ କୌଣସିକୁ ମନ୍ଦିର ଯିବାର ମଧ୍ୟ ଯୋଗ ରହିଛି। ଆଜ୍ଞା, ସର୍ବଶେଷରେ ଆସନ୍ତୁ ଜାଣିବା କୁମ୍ଭ ରାଶିର କଥା। ଆପଣଙ୍କ ପାଇଁ ଏହି ସପ୍ତାହଟି ବହୁ ଶୁଭଦାୟକ ହେବ ଏବଂ ବ୍ୟବସାୟରେ ସଠିକ୍ ହିସାବ ରଖିବେ। ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହେବେ। ଛାତ୍ରମାନେ ପ୍ରତିଯୋଗିତାରେ ବିଜୟ ହେବାର ସମ୍ଭାବନା ମଧ୍ୟ ରହିଛି। ନିଜ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ମଧ୍ୟ ହେବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସୂର୍ଯ୍ୟ ଦେବତାଙ୍କ ବିଶେଷ ଆଶୀର୍ବାଦ ଆପଣ ମଧ୍ୟ ପାଇବେ। ଆଜ୍ଞା ହଁ, ଏହି 5ଟି ରାଶି ପାଇଁ ଆଗାମୀ ସପ୍ତାହ ହେଉଛି ସୁଖର ସପ୍ତାହ, ଧନର ସପ୍ତାହ, ଶାନ୍ତିର ସପ୍ତାହ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।